ଅଗଷ୍ଟ 18 ତାରିଖ ଦିନ କବିତା ସ୍ମୃତି ସାହିତ୍ୟ ସଂସଦ ଓ ପାଠାଗାରରେ ରାୟବାହାଦୁର ଲେନ୍ ଛବିଘରଠାରେ କବି ଜାନକୀ ବଲ୍ଲଭ ଦାସଙ୍କ ପତ୍ନୀ ସବିତା ଦେବୀଙ୍କ ସ୍ମୃତିରେ ଏକ ସମ୍ବର୍ଦ୍ଧନା ସଭା ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠାନର ସଭାପତି ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କବି ନିର୍ମଳ ମିଶ୍ର, ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ମହାରଣା ଏବଂ ଅମ୍ଳାନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ନିରୁପମା ମିଶ୍ରଙ୍କ ରଚିତ ସ୍ୱଳ୍ପରେ ଗୀତା ଓ ସ୍ୱଳ୍ପରେ ଭାଗବତ ଉନ୍ମୋଚିତ ହୋଇଥିଲା। ଗତ ବର୍ଷ ଭଳି ଚଳିତ ବର୍ଷ ଡକ୍ଟର ସୁମିତା ବେହେରା, ସୁଶ୍ରୀ କୃଷ୍ଣ ମହାପାତ୍ର, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟା ଦାସ, ଶ୍ରୀମତୀ ନମିତା ସ୍ୱାଇଁ, ଶ୍ରୀମତୀ ନିରୁପମା ମିଶ୍ର, ଡକ୍ଟର ନିତା ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଦିବ୍ୟ ଦର୍ଶନର ସମ୍ପାଦିକା ପ୍ରବାସିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କିଶୋର ଚନ୍ଦ୍ର ଦାସ, ମହେନ୍ଦ୍ର ଦାସ, କଳ୍ପନା ମିଶ୍ର, ମହେଶ